जय जगन्नाथ पिलाने तुमको मो यूट्यूब चैनल लिपो क्लासेस को स्वागत। तो आज वीडियो पिलाने देखिए कि तो जो आम सामंतवाद जो पुंजीवाद चेंज है तार जो अर्थनैतिक जो सामाजिक पृष्ठभूमि गुड़िक था तो आम पूर्व केते गुड़िए देखीदे पृष्ठभूमि गुड़िक। तो आज आम आसला से भर गोटे उपन्यासवाद। तो यहाँ बहुत इंपोर्टाट टपिक पिलाने आम जो उपन्यासवाद। तो उपन्यासवाद कौन ताको आम भल भाव बुझे और से विषय जाना गोटे चेष्टा करवा। तो देख पिलाने ଏହି ସମୟରେ ଉପନ୍ୟାସବାଦର ଅଭ୍ୟୁଦୟ ସାମନ୍ତବାଦରୁ ପୁଞ୍ଜିବାଦକୁ ପରିବର୍ତ୍ତନ ନିମନ୍ତେ ଅନେକ ପରିମାଣରେ ଦାୟୀ ଥିଲା। ତ ଏଇ ଯେଉଁ ସମୟରେ ଗୋଟେ ଉପନିବେଶବାଦର ଅଭ୍ୟୁଦୟ ଘଟିଥିଲା ବା କଲୋନିଆଲିଜିମ୍ର ଯେଉଁ ଅଭ୍ୟୁଦୟ ଘଟିଲା ପରେ ସାମନ୍ତବାଦରୁ ଯେଉଁ ପୁଞ୍ଜିବାଦକୁ ପରିବର୍ତ୍ତନ ହେଲା ସେ ସମାଜଟା, ତ ସେଥିପାଇଁ ସେଇଟା ବହୁତ ଗୋଟେ ଭୂମିକା ଗ୍ରହଣ କରିଥିଲା କି ନା ଉପନିବେଶବାଦ। କାରଣ ଏହି ସମୟରେ ଭୌଗୋଳିକ ଜଳପଥ ଆବିଷ୍କାର ସହିତ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଉନ୍ନତି ଘଟିଥିଲା। କ'ଣ ହେଇଥିଲା ନା ଯେତେବେଳେ ସେ ସମୟରେ ଯେତେବେଳେ ସାମନ୍ତବାଦରୁ ପୁଞ୍ଜିବାଦ ପରିବର୍ତ୍ତନ ହେଇଥିଲା ସମାଜ, ସେ ସମୟରେ ଏଇ ଭୌଗୋଳିକ ଜଳପଥଟା ଆବିଷ୍କାର ହେଲା, ଯାହାଫଳରେ କ'ଣ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ଉନ୍ନତି ଘଟିଲା। ତ ଦେଖ ଆମର ମଧ୍ୟ ଭାରତର ପ୍ରାୟ ବାଣିଜ୍ୟ ପଥ ସବୁ ଜଳପଥ ଦ୍ୱାରା ହିଁ ହେଉଛି। ବାଣିଜ୍ୟ ଯେତେ ସବୁ ବାଣିଜ୍ୟ ଗୁଡ଼ିକ ସବୁ ଜଳ ଦ୍ୱାରା। ତ ସଡ଼କ ଦ୍ୱାରା ତ ଏତେ ଯିବନି, କାରଣ ସଡ଼କରେ ବେଶୀ ଲୋକମାନେ ଯିବା ଆସିବା କରନ୍ତି, ମାନେ ବସ୍ ତାର ଗଲେ ବାଇକ୍ କାର୍ ଏଗୁଡ଼ା ମାନେ ଲୋକମାନେ ଯିବା ଆସିବାରେ ବେଶୀ ହେଇଯାଉଛି। ତ ସେଥିପାଇଁ ଯଦି ଆମେ ସବୁଟିକ ମାଲ ପରିବହନ କରିବା ତ ସମ୍ଭବ ନୁହେଁ। ତ ଜଳପଥ ଦ୍ୱାରା ହିଁ ପ୍ରାୟ ରାଜ୍ୟରୁ ରାଜ୍ୟ ବା ରାଜ୍ୟରୁ ବାହାର ବା ଆମ ଦେଶରୁ ଦେଶ ଭିତରେ ବା ଦେଶର ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଛି ଜଳପଥ ଦ୍ୱାରା ପ୍ରାୟ ଯାଇଥାଏ, ଏବଂ ନହେଲେ ଦେଶ ବାହାରକୁ। ଯାହାଫଳରେ କି ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଜଳପଥରେ ଯାଇ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ର ସହିତ ବାଣିଜ୍ୟ ବ୍ୟବସାୟ କରିପାରିଲେ। ତ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଯାଇ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ସେମାନେ ବାଣିଜ୍ୟ ବ୍ୟବସାୟ କଲେ। କ୍ରମଶଃ ଏସବୁ ରାଷ୍ଟ୍ରଗୁଡ଼ିକରେ ସେମାନେ ଉପନିବେଶବାଦ ପ୍ରତିଷ୍ଠା କରି ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଘଟାଇଲେ। ତ ଯେତେବେଳେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଗଲେ, ସେଠାରେ ବାଣିଜ୍ୟ ବ୍ୟବସାୟ କଲେ, ସେଠାରେ କ'ଣ ସ୍ଥାପନ କଲେ ପିଲାମାନେ ନା ଉପନିବେଶବାଦ ପ୍ରତିଷ୍ଠା କଲେ ବା ଉପନିବେଶବାଦ ସ୍ଥାପନ କଲେ। ସେମାନେ ବାଣିଜ୍ୟ ମାଧ୍ୟମରେ ପୁଞ୍ଜି ବିନିଯୋଗ କରି ଆହୁରି ଲାଭବାନ, ତାର ବାଣିଜ୍ୟରେ ଆଉ ଟିକେ ଅର୍ଥ ପ୍ରୟୋଗ କଲେ ବା ଅର୍ଥ ଆଉ ଟିକେ ଇନଭେଷ୍ଟମେଣ୍ଟ କଲେ, ଆହୁରି ଅଧିକ ଲାଭ ହେଲେ। ଏହା ବ୍ୟତୀତ ସେମାନେ ଜଳପଥରେ ଜାହାଜରେ ଯାଇ ସେଠାରୁ ମୂଲ୍ୟବାନ ଧାତୁ ଯଥା ସୁନା ରୂପ ବୋହି ଆଣିଲେ। ତାପରେ ଗଲେ ସେଠାରୁ ଉପନିବେଶବାଦ ପ୍ରତିଷ୍ଠା କରିକି ସେଠାରୁ ସୁନା ଏବଂ ରୂପା ବୋହି ଆଣିଲେ। ତ ମଧ୍ୟଯୁଗରେ ବା 1300ରୁ 1500 ଖ୍ରୀଷ୍ଟାବ୍ଦ ସମୟରେ ମୁଦ୍ରା ହିସାବରେ ସୁନା ଓ ରୂପା ପ୍ରଚଳିତ ଥିଲା। ତ ସେ ସମୟରେ ଏମିତି ମୁଦ୍ରା ବା କଏନ୍ କିଛି ବ୍ୟବହାର ହେଉନଥିଲା, ମାନେ ଗୋଟେ ଦ୍ରବ୍ୟ ବଦଳରେ ସୁନା ଓ ରୂପା କ'ଣ ପ୍ରଚଳିତ ଥିଲା। ତ ମାତ୍ର ଏହି ସମୟରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଏହି ମୂଲ୍ୟବାନ ଧାତୁର ପ୍ରବଲତା ଏତେଟା ନଥିଲା। ତେଣୁ ଏହି ସମୟରେ ବାଣିଜ୍ୟ ବ୍ୟବସାୟରେ ଦ୍ରବ୍ୟ ବିନିମୟ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥିଲା। ତ ଏତେ ପ୍ରାବଲ୍ୟତା ମଧ୍ୟ ନଥିଲା। ତ ସେଥିପାଇଁ ଆମର ଯେଉଁ ଦ୍ରବ୍ୟ ବିନିମୟ ତ କ'ଣ ବୁଝିପାରୁଥିବେ ପିଲାମାନେ, ଆମେ ଯେତେବେଳେ ଗୋଟେ ଦୋକାନକୁ ଯାଉଛେ, ଆମେ କିଛି ନୋଟ୍ ଦେଉଛେ, ନୋଟ୍ ବା କିଛି କଏନ୍ ଦେଉଛି, ତ ସେମାନେ ଆମକୁ କିଛି ସାମଗ୍ରୀ ଦେଇ ଦେଉଛନ୍ତି। ଯଦି ଆମେ ଆଳୁ କିଣିବାକୁ ଯାଉଛି ସପୋଜ, ତ ଆଳୁ କିଲୋ ମନେକର 40-50 ଯାହା ଥିଲା, ତ ଆମେ ଗୋଟେ ନୋଟ୍ ଦେଇ ଦେଉଛୁ, ଆମେ ଦେଉଛୁ। କିନ୍ତୁ ସେହି ସମୟରେ ଯେଉଁ ଏଇ ମଧ୍ୟଯୁଗ ସମୟରେ ସେମିତି କିଛି ନଥିଲା। ତ ସେଇଟା ସୁନା ରୂପା କିମ୍ବା ବିନା ଗୋଟେ ଦ୍ରବ୍ୟ ବିନିମୟ, ତୁମେ ଗୋଟେ ଦ୍ରବ୍ୟ ଦେବ ତାଙ୍କୁ, ସେ ଗୋଟେ ଦ୍ରବ୍ୟ ଦେବେ ତୁମକୁ। ତ ଏହି ଅଭାବ ପୂରଣ ହେଲା ପରେ ଯେତେବେଳେ ଆମେରିକୀୟ ଉପନିବେଶରୁ 16ଶ ଶତାବ୍ଦୀରେ ପ୍ରଚୁର ସୁନା ଓ ରୂପା ୟୁରୋପୀୟ ବଜାରରେ ପ୍ରବେଶ କରିଥିଲା, ଏ ସମୟରେ ଏକ ବଡ଼ ଧରଣର ମୁଦ୍ରାସ୍ଫୀତି ମଧ୍ୟ ଦେଖାଦେଲା। ସେ ସମୟରେ ଗୋଟେ କ'ଣ ମୁଦ୍ରାସ୍ଫୀତି ମଧ୍ୟ ଦେଖିବାକୁ ଲାଗିଲା। ଯେତେବେଳେ ଆମେରିକୀୟ ଉପନିବେଶରୁ 16ଶ ଶତାବ୍ଦୀରେ ପ୍ରଚୁର ସୁନା ଆସିଲା ହେଲା ୟୁରୋପୀୟ ବଜାରକୁ ହେଲା, ତ ସେମାନେ ଯାଇ ବଜାରରୁ ମାନେ କ'ଣ ସେମାନେ ଯିବେ ବିକ୍ରି କରି ଯିବେ ଗୋଟେ ୟୁରୋପୀୟ ଦେଶ ଅନ୍ୟ ୟୁରୋପୀୟ ଦେଶ ଯାଇକି ସୁନା ଆଣିବେ। ସୁନା ବୋହି ଆଣିଲା ପରେ ଆମେରିକା ବଜାରରେ ଟିକେ ଅଧିକ ବଢ଼ିଗଲା। ତେଣୁ ପୁଞ୍ଜିପତିମାନେ ସେମାନଙ୍କର ପୁଞ୍ଜିକୁ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରି ଅଧିକ ଲାଭବାନ ହୋଇପାରିଥିଲେ ଏବଂ ଭବିଷ୍ୟତରେ ଅଧିକ ଲାଭବାନ ହେଲେ ମଧ୍ୟ ଆଶା ପୋଷଣ କରିବାକୁ ଲାଗିଲେ। ଏହା ବ୍ୟତୀତ ଏହି ସମୟରେ ଜାତୀୟତାବାଦୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ପୁଞ୍ଜିପତିମାନଙ୍କ ସହାୟତାରେ ସାମନ୍ତମାନଙ୍କ ସହିତ ଯୁଦ୍ଧ କରିବାରେ ସମର୍ଥ ହୋଇପାରିଥିଲେ। ତେଣୁ ସେମାନେ ଏହି ପୁଞ୍ଜିପତିମାନଙ୍କ ପ୍ରତି ଅତ୍ୟନ୍ତ କୂଟନୀତି ଅବଲମ୍ବନ କରିଥିଲେ। ତ ଦେଖ ଏଇଠି ପିଲାମାନେ ଗୋଟେ ଜିନିଷ ତୁମେ ପଚାରିଥିବ, ସାର୍ ଉପନିବେଶବାଦ କ'ଣ ଏଠି? ତ ଉପନିବେଶବାଦ କାହାକୁ କହିବେ ଆମେ? ଦେଖ ଗୋଟିଏ ଅଞ୍ଚଳକୁ ଆସି ସେ ଅଞ୍ଚଳର ହେଲା ବିଜନେସ୍ ବା ବେପାର ତ ବାଣିଜ୍ୟ କରିବା, ତ ସେ ଅଞ୍ଚଳର ଯେଉଁ ରାଜନୈତିକ ଏବଂ ସାଂସ୍କୃତିକ ଯେଉଁ ପ୍ରଭାବ ରହିଛି ତାକୁ ନିଜ ହାତକୁ କଣ୍ଟ୍ରୋଲ କରିବା, ବା କହିବାକୁ ଗଲେ ଯେଉଁ ତାଙ୍କର ରାଜନୈତିକ ବା ଆର୍ଥିକ ବା ତାଙ୍କର ବଜାରଟାକୁ ନିଜ କଣ୍ଟ୍ରୋଲ ନେବ, ତାକୁ ଆମେ କହିବା ଉପନିବେଶବାଦ ହେଲା। ଉପନିବେଶବାଦ ମାନେ ଆମେ ବୁଝିବା ଯେ ମାନେ କ'ଣ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଇକି ସେହି ଜାଗାର କ'ଣ ନିୟନ୍ତ୍ରଣଟା ନିଜ ହାତକୁ ଆଣିବାକୁ, ତାକୁ ଆମେ କହିବା ଉପନିବେଶବାଦ। ତ ପରିବର୍ତ୍ତନର ସମସ୍ୟା ଗୁଡ଼ିକ କ'ଣ ଥିଲା, ଯେଉଁ କାରଣ ଗୁଡ଼ିକ, ଏଇଟା ତ କାରଣ ଥିଲା ଯେଉଁ ପରିବର୍ତ୍ତନ ହେଲା, ତା ସହିତ ପରିବର୍ତ୍ତନ ହେବାର ସମସ୍ୟା ଗୁଡ଼ିକ କ'ଣ ତିଆରି ହେଲା ନା ସେ ଯାହା ହେଉ, ତ ମଧ୍ୟଯୁଗ ଶେଷ ସହିତ ସାମନ୍ତବାଦର ପତନ ଘଟିଥିଲା ଏବଂ ୟୁରୋପରେ ପୁଞ୍ଜିବାଦ ଜନ୍ମ ନେଲା। ସାମନ୍ତବାଦର ପୁଞ୍ଜିବାଦକୁ ଆସିଲା। ତ ମାତ୍ର ଏହି ପରିବର୍ତ୍ତନ ସମୟରେ ଅନେକ ଗୁଡ଼ିଏ ସମସ୍ୟା ମୁଣ୍ଡ ଟେକିଥିଲା। ତ ପରିବର୍ତ୍ତନ ହେଲା ଗୋଟେ ବହୁତ ଭଲ ଜିନିଷ ହେଲା, ମାନେ
ମଧ୍ୟଯୁଗଟା ଆଧୁନିକ ଯୁଗରେ ପରିଣତ ହେଲା, ସାମନ୍ତବାଦଟା ପୁଞ୍ଜିବାଦରେ ପରିଣତ ହେଲା। କିନ୍ତୁ ଗୋଟେ ପରିବର୍ତ୍ତନ ଦେଖାଦେଇଥିଲା। ସେଇଟା ପରିବର୍ତ୍ତନଟା କ'ଣ ବା ସରି ଯେଉଁ ପରିବର୍ତ୍ତନ ହେଲା ତାର ସମସ୍ୟା ଗୋଟେ ଦେଖାଦେଇଥିଲା। ତ ସେ ସମସ୍ୟା ଗୁଡ଼ିକ କ'ଣ କ'ଣ ଆମେ ଜାଣିବାକୁ ଚେଷ୍ଟା କରିବା। ଏହି ସମୟରେ ରୁଷ ଓ ଏହାର ନିର୍ଭରଶୀଳ ଦେଶଗୁଡ଼ିକ ଯଥା ପୋଲାଣ୍ଡ, ହଙ୍ଗେରୀ, ବୁଲଗେରିଆ ପ୍ରଭୃତି ଦେଶଗୁଡ଼ିକ କେନ୍ଦ୍ରୀୟ ଯୋଜନା ପରିତ୍ୟାଗ କରି ବଜାର ପୁଞ୍ଜିବାଦକୁ ସେ ଗ୍ରହଣ କରିଥିଲେ। ତ ସେ କେନ୍ଦ୍ରୀୟ ଯୋଜନାଟାକୁ ପରିତ୍ୟାଗ କରିଥିଲେ ଏବଂ ବଜାର ପୁଞ୍ଜିବାଦକୁ ସେ ଗ୍ରହଣ କଲେ। ସେ ଯାହା ହେଉ ଏହି ପରିବର୍ତ୍ତିତ ଅର୍ଥନୀତିରେ ଅନେକ ସ୍ୱଳ୍ପକାଳୀନ ସମସ୍ୟା ସୃଷ୍ଟି ହୋଇଥିଲା, ଯାହାକି ଏକ ଦୀର୍ଘକାଳୀନ ଉନ୍ନତି ସୃଷ୍ଟି କରିଥିଲା। ତ ଏ ଯେଉଁ ପରିବର୍ତ୍ତନର ସମସ୍ୟା ଗୁଡ଼ିକ କ'ଣ କ'ଣ ହେଲା ଦେଖ। ତ ବେରୋଜଗାର ସମସ୍ୟାର ଅଭାବ ହେଲା। ତ ଗୋଟେ ହେଲା ଫାଷ୍ଟ ଆସିଲା ବେରୋଜଗାର ବା ଅନଏମ୍ପ୍ଲୟମେଣ୍ଟର ଷ୍ଟାର୍ଟ ହୋଇଗଲା। ଯେହେତୁ ଏହି ସମୟରେ ଅର୍ଥାତ୍ ପରିବର୍ତ୍ତନର ପ୍ରାକ୍ ସମୟରେ ନୂତନ ବେସରକାରୀ କ୍ଷେତ୍ରଗୁଡ଼ିକ ଅଧିକ କ୍ରିୟାଶୀଳ ହୋଇଥିଲେ, ତେଣୁ ପରିବର୍ତ୍ତିତ ଅର୍ଥନୀତି ଯୋଗୁଁ ବେରୋଜଗାରୀ ସମସ୍ୟା ସୃଷ୍ଟି ହେଲା। କ'ଣ ହେଲା ଦେଖ, ବେସରକାରୀ କ୍ଷେତ୍ରଗୁଡ଼ିକ କ'ଣ ଅଧିକ କ୍ରିୟାଶୀଳ ହୋଇପଡ଼ିଲେ, ତେଣୁ ପରିବର୍ତ୍ତିତ ଅର୍ଥନୀତି ଯୋଗୁଁ ଯେତେବେଳେ ଅର୍ଥନୀତିଟା କ'ଣ ଟିକେ ଚେଞ୍ଜ ହେଲା, ବେରୋଜଗାରୀ ତିଆରି ହୋଇଗଲା। କାରଣ ପୂର୍ବରୁ ରାଜ୍ୟ ପରିଚାଳିତ କାରଖାନାଗୁଡ଼ିକ ଆବଶ୍ୟକତାଠାରୁ ଅଧିକ କର୍ମସଂସ୍ଥାନ ଯୋଗାଇଥିଲେ। ଦେଖ ପୂର୍ବରୁ କ'ଣ ଥିଲା, ସବୁ ରାଜ୍ୟ ପରିଚାଳିତ କରୁଥିଲା କାରଖାନାଗୁଡ଼ିକୁ, କିନ୍ତୁ ତା ଯେତେବେଳେ ଚେଞ୍ଜ ହେଲା ସବୁ ବେସରକାରୀ ମାନେ କ'ଣ ସବୁ ପ୍ରାଇଭେଟ୍ ଆସିଲା। ପ୍ରାଇଭେଟ୍ କ୍ଷେତ୍ର ବା ପ୍ରାଇଭେଟ୍ ସେକ୍ଟରରେ ଏତେ ଆଉ ରୋଜଗାର ମିଳିଲା ନାହିଁ। ତ ପୂର୍ବରୁ କ'ଣ ଥିଲେ, ସେମାନେ ଆବଶ୍ୟକତାଠାରୁ ଅଧିକ କର୍ମସ୍ଥାନ ଯୋଗାଇ ଦେଉଥିଲେ। ଏବେ ପ୍ରାଇଭେଟ୍ ତ ସେମାନେ କ'ଣ ଶ୍ରମିକ ରଖିଲେ ନାହିଁ। ମାତ୍ର ଏହି ସମୟରେ ବେସରକାରୀ ଉଦ୍ୟୋଗ ପାଇଁ ବଜାରରେ ଅଧିକ ଶ୍ରମିକର ଆବିର୍ଭାବ ଘଟିଥିଲା, କିନ୍ତୁ ଅଧିକ ଶ୍ରମିକମାନଙ୍କର ଆବିର୍ଭାବ ଘଟିଥିଲେ, ତେଣୁ ସେମାନେ ଖୁବ୍ କମ୍ ଦରମାରେ କାର୍ଯ୍ୟରେ ଲଗାଯାଇଥିଲା। ତ ସେଇଠି ହେଲା ବେରୋଜଗାରୀ। ଦେଖ ବେସରକାରୀ ଉଦ୍ୟୋଗ ଯେତେବେଳେ ତିଆରି ହେଲା ବଜାରରେ, ଶ୍ରମିକମାନଙ୍କର ଆବିର୍ଭାବ ଘଟିଥିଲା, କିନ୍ତୁ ସେମାନେ ଖୁବ୍ କମ୍ ଦରମା ପାଉଥିବାରୁ ମାନେ କାର୍ଯ୍ୟ ଲାଗିଗଲେ। ଦେଖ ପିଲାମାନେ ଗୋଟେ ଜିନିଷ ମନେକର ଆମେ ଗୋଟିଏ ଚାକିରି କିମ୍ବା ଦୁଇଟି ଚାକିରି ଅଛି ହେଲା, ମନେକର ଦୁଇଟି ଚାକିରି ଅଛି। ତ ଯଦି ଦୁଇଟି ଚାକିରି ନହେଲେ ମନେକର ଦୁଇଟି କାମ ଅଛି, ଭାବିନିଅ ଦୁଇଟି କାମ ଅଛି, ତୁମ ମାନେ କ'ଣ 100 ଲୋକ ଅଛନ୍ତି ହେଲା। ତ ମାଲିକ କହୁଛି ମୁଁ 300 ଟଙ୍କା ଦେବି, ତୁମେ କାର୍ଯ୍ୟ କର ହେଲା। 100 ଲୋକ ବି 50 ଲୋକ ଅଛନ୍ତି ହେଲା। ଲୋକ ଦରକାର 2 ଜଣ, କିନ୍ତୁ 50 ଲୋକ ସେ କାର୍ଯ୍ୟଟା କରିବାକୁ ଚେଷ୍ଟା କରୁଛି। ସମସ୍ତଙ୍କୁ ନିହାତି ଦରକାର ଅଛି ପଇସାର। ତ ଯିଏ କମ୍ ଟଙ୍କାରେ କରିବ, ମାଲିକ ତାକୁ ହିଁ କହିବ ନା ଏଇଟା ତୁମେ କର ବୋଲି, କାରଣ ତାକୁ ଫାଇଦା ହେବ ମାଲିକକୁ। ତ ସେଥିପାଇଁ କ'ଣ ସେମାନେ କମ୍ ଟଙ୍କାରେ କାର୍ଯ୍ୟରେ ଲାଗିଲେ। ଏବେ ତ ଯେହେତୁ ନୂତନ ପ୍ରତିଷ୍ଠିତ ବେସରକାରୀ ଉଦ୍ୟୋଗଗୁଡ଼ିକ ଏକ ବୃହତ୍ତମ ପ୍ରତିଯୋଗିତା ଓହ୍ଲାଇ ଆସିଥିଲେ, ତେଣୁ ଅନେକ ଲୋକଙ୍କୁ ସେଠାରୁ ହଟାଗଲା। ମାନେ ଦେଖ ସେତେବେଳେ ସେଇଟା ତ ମାନେ କ'ଣ ରାଜ୍ୟ ଚଳାଉଥିଲା, ତ ଚଳିଲା। ତ ଯେତେବେଳେ ଜଣେ ପ୍ରାଇଭେଟ୍ ବା ଜଣେ ଗୋଟେ ବ୍ୟକ୍ତିଗତ ଉପରକୁ ଆସିଲା, ତ ସେ ତା ମନ ଇଚ୍ଛା ଯେତିକି ଶ୍ରମିକ ରଖିବ, ନହେଲେ ଅଯଥା ଶ୍ରମିକ ରଖି କିଛି ତାକୁ ଲାଭ ନାହିଁ। ତ ଅର୍ଥାତ୍ ଏଣିକି ବେସରକାରୀ ଉଦ୍ୟୋଗଗୁଡ଼ିକ ମେସିନ୍ ସାହାଯ୍ୟରେ କାର୍ଯ୍ୟ କଲେ। ମେସିନ୍ର ଦରକାର ହେଲା, କମ୍ ସମୟ ଭିତରେ ଅଧିକ ଉତ୍ପାଦନ କରାଯିବ। ଆଉ ଲୋକମାନଙ୍କୁ ରଖି ଖାଲି ଅଧିକ ଟଙ୍କା ଦରମା ଦେବା ଏବଂ ତାଙ୍କଠାରୁ କ'ଣ କମ୍ ଉତ୍ପାଦନ ପାଇବା, ତ ସେମିତି ତ କେବେ ମାଲିକ କରିବେନି, କାରଣ ତାକୁ ନିଜକୁ ହିଁ ଲସ୍ ହେବ। ତାହେଲେ ସେ ଆଗକୁ କେମିତି ବଢ଼ିବ? ତେଣୁ ୟୁରୋପର ବିଭିନ୍ନ ଦେଶଗୁଡ଼ିକରେ ବେରୋଜଗାରୀ ସମସ୍ୟା ବୃଦ୍ଧି ପାଇଲେ ଓ ଅନେକ ଲୋକ କର୍ମ ବା ଜୀବିକା ହରାଇଥିଲେ। ତ ଯେତେବେଳେ ସେ ପୁଞ୍ଜିବାଦକୁ ପରିବର୍ତ୍ତନ ହେଲା, ଆମର ସାମନ୍ତବାଦ ବେରୋଜଗାରୀ ପ୍ରଥମେ ଦେଖାଦେଲା। ତାର ଆସିଲା ପୁଞ୍ଜିବାଦରୁ ମୁଦ୍ରାସ୍ଫୀତିର ଅଭାବ ହେଲା। ରାଇଜିଂ ଅଫ୍ ଦ ଇନଫ୍ଲେସନ୍। ତ ପୁଞ୍ଜିବାଦର ଉଦ୍ଭବ ସହିତ ୟୁରୋପରେ ମୁଦ୍ରାସ୍ଫୀତିର ମଧ୍ୟ ଉଦ୍ଭବ ଘଟିଥିଲା। ମୁଦ୍ରାସ୍ଫୀତି ମଧ୍ୟ ହୋଇଥିଲା। ମୁଦ୍ରାସ୍ଫୀତିର ଅର୍ଥ ହେଲା ମୁଦ୍ରାର ମୂଲ୍ୟର ହ୍ରାସ ଘଟିବା। ମୁଦ୍ରାର ଯେଉଁ ମୂଲ୍ୟର ହ୍ରାସ ଘଟେ, ସେହି ସମୟରେ ଯେଉଁ ଆମର ଦେଖ ମୁଦ୍ରାର ମୂଲ୍ୟର ହ୍ରାସ ଘଟିବା ମାନେ କ'ଣ, ସେ ସମୟରେ ଯେଉଁ ଟଙ୍କା କରି ଯାହା ହେଇପାରୁଥିଲା, ମାନେ ଯେଉଁ ଜିନିଷ ଆମେ କିଣିପାରୁଥିଲେ, ତ ମାନେ ସେ ସମୟରେ ଯଦି ଆମେ କହିବା ତ ସେଇ ସମୟ ମାନେ କ'ଣ, ସେ ପାଖାପାଖି ଆମର ଏବେ 20-30 ବର୍ଷ ତଳୁ ଯିବା, ମାନେ ସେମିତି କିଛି ମଜା ନାହିଁ ମୋର। ତ ଯଦି ଆମେ 1 ଟଙ୍କାରେ ପାଖାପାଖି 1 କିଗ୍ରା ଆଳୁ କିଣି ପାରୁଥିଲେ, ତ ଏବେ ସେଇଟା ଆଉ ନାହିଁ। ତ ସେଇଟା କ'ଣ ନା ମୁଦ୍ରାର ମୂଲ୍ୟଟା କମିଗଲା। ମାନେ 1 କିଲୋ ଆଳୁ ଅପେକ୍ଷା ଆମେ 30, 40, 50, 60 ଟଙ୍କା ଏମିତି ଦେଇକି କିଣୁଛେ। ତ ମୁଦ୍ରାର ଯେଉଁ ମୂଲ୍ୟଟା ଥିଲା, ସେହି ସମୟରେ ଟଙ୍କାକର ମୂଲ୍ୟ ଯେତିକି ଥିଲା, ଏବେ ସେ ତାର ଭ୍ୟାଲୁ ସେତିକି ନାହିଁ। ତ ତାକୁ ଆମେ କହିବା ମୁଦ୍ରାସ୍ଫୀତି। ତ ପୂର୍ବରୁ ରାଜ୍ୟ ସରକାର ମୁଦ୍ରାର ମୂଲ୍ୟ ଯେପରି ଭାବରେ ଧାର୍ଯ୍ୟ କରିଥିଲେ ତାହା ଠିକ୍ ଥିଲା। ମାତ୍ର ପୁଞ୍ଜିବାଦର ପ୍ରାକ୍ ପର୍ଯ୍ୟାୟ ବେଳକୁ ବେସରକାରୀ ଉଦ୍ୟୋଗଗୁଡ଼ିକ ମୁଦ୍ରା ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି କରିଥିଲେ, ଅର୍ଥାତ୍ ବହୁ ପରିମାଣରେ ପୁଞ୍ଜିପତିମାନେ ଠୁଳ କରିଥିଲେ। ତେଣୁ ମୁଦ୍ରା ମୂଲ୍ୟ ହ୍ରାସ ପାଇବାକୁ ଲାଗିଲା। ଅଧିକ ଟଙ୍କା ମୂଲ୍ୟ କ'ଣ ଦେଖ, ଅଧିକ ମୂଲ୍ୟ ରହିଲେ କ'ଣ, ମୁଦ୍ରାର ଅଧିକ ଯଦି ମୁଦ୍ରା ରହିଲା, ତୁମର ଆଉ ଏତେ ରହିବ ନାହିଁ ନା ତାର ମୂଲ୍ୟଟା, ମାନେ କ'ଣ ଖାସିୟତଟା, ତାର ଭ୍ୟାଲୁଟା ଆଉ ସେମିତି କିଛି ରହିବ ନାହିଁ। ତ ଦୁର୍ନୀତି ଦେଖ, ତୁମ ପାଖରେ ଯଦି ଆମେ ଖାଇବାକୁ ଜଣକୁ ମିଳୁନାହିଁ, ଗୋଟେ ଗରିବକୁ, ତା ପାଖରେ 1 ଲକ୍ଷ ଟଙ୍କା କେମିତି, ଯାହା ପାଖରେ କୋଟି କୋଟି ଟଙ୍କା ଥିବ ତା ପାଖରେ 1 ଲକ୍ଷ ଟଙ୍କା କିଛି ତାର ମୂଲ୍ୟ ହିଁ ନାହିଁ ବୋଲି, ମୂଲ୍ୟହୀନ କିଛି ନୁହଁ। ଦୁର୍ନୀତି ହେଲା, କରପ୍ସନ୍ ବଢ଼ିଲା। ପରିବର୍ତ୍ତନ ପ୍ରାକ୍ ବର୍ଷଗୁଡ଼ିକର କମ୍ୟୁନିଷ୍ଟ ଦେଶଗୁଡ଼ିକରେ ଅନେକ ଦୁର୍ନୀତି ବ୍ୟାପ୍ତ ଲାଗିଲା ବା ଦୁର୍ନୀତି ଲାଗି ରହିଲା, ଯାହାଫଳରେ କି ଏଠାକାର ଉଦ୍ୟୋଗ ଓ ଶିଳ୍ପଗୁଡ଼ିକରୁ ନିମ୍ନମାନର ଦ୍ରବ୍ୟ ଉତ୍ପାଦନ କରାଗଲା। ମାନେ କ'ଣ, ମାନେ 2 ନମ୍ବର, ମାନେ ଯେଉଁ କହୁଛନ୍ତି ବ୍ୟାଡ଼୍ କ୍ୱାଲିଟି, ମାନେ ଖରାପ କ୍ୱାଲିଟିର ସବୁ ଦ୍ରବ୍ୟଗୁଡ଼ିକ ଏଠାରେ ତିଆରି କରାଗଲା। ମାନେ କ'ଣ, ସେମାନେ ପୁଞ୍ଜିପତିମାନେ କ'ଣ ଭାବନ୍ତି, ପୁଞ୍ଜିବାଦ ଯେତେବେଳେ ପରିବର୍ତ୍ତନ ହେଲା, ଯେଉଁ ପୁଞ୍ଜିବାଦୀ ମାନେ ଥିଲେ ସେମାନେ କିନ୍ତୁ ଆମେ ଅଧିକ ପୁଞ୍ଜି ସଂଗଠିତ କରୁ। ତ ସେ ଭଲ ଜିନିଷ ଦେଲେ ତ ଲୋକମାନେ କିଣୁଛନ୍ତି, ଆମେ ଖରାପ ଜିନିଷ କମ୍ ଟଙ୍କାରେ ତିଆରି କରିକି ଅଧିକ ଟଙ୍କାରେ ବିକ୍ରି କଲେ ଆମେ ଅଧିକ ଲାଭବାନ
ହୋଇପାରିବା ବୋଲି ସେମାନେ ଏହି କ୍ଷେତ୍ରରେ ଲାଗି ରହିଥିଲେ। ତ ମାନେ ସେମାନେ କରପ୍ସନ୍ କରିବାରେ ଲାଗିଲେ, ଯେଉଁଗୁଡ଼ିକ ଅନୈତିକ ଅନିୟନ୍ତ୍ରିତ ବଜାରରେ ବିକ୍ରି କରାଗଲା। ପୁଞ୍ଜିପତିମାନେ ଅଧିକ ପୁଞ୍ଜି ଲାଭ ନିମନ୍ତେ ଦୁର୍ନୀତିକୁ ମଧ୍ୟ ପ୍ରଶ୍ରୟ ଦେଲେ। ସେ ଯାହା ହେଉଛି ଆମେ ଧନୀ ହେବୁ, ଯେଉଁ ୱେରେ ହେଉଛୁ ନା କାହିଁକି। ତେଣୁ ସେମାନଙ୍କର ଏହି ଅର୍ଥ ଲାଭ ମନୋଭାବ ଯୋଗୁଁ ଏହି ସମୟରେ ଦୁର୍ନୀତି ମଧ୍ୟ ବ୍ୟାପ୍ତ ଲାଭ କରିଥିଲା। ତାର ଆସିଲା ନୂତନ କାରିଗରୀ କୌଶଳ ଓ ଦକ୍ଷ କାରିଗର ଅଭାବ। ଆଉ ସେତେ ସ୍କିଲଫୁଲ୍ କାରିଗର ମିଳେ ନାହିଁ। ସବୁ ନୂତନ କାରିଗରୀ କୌଶଳ ଆସିଲା। ଯଦିଓ ପୁଞ୍ଜିବାଦର ଆରମ୍ଭ ଘଟିଥିଲା, ଏହି ସମୟରେ ଗୋଟେ ପରିବର୍ତ୍ତନଶୀଳ ଅର୍ଥନୀତିର ମଧ୍ୟ ଗୋଟେ ଅଭ୍ୟୁଦୟ ଘଟିଲା। ମାତ୍ର ଏହି ସମୟରେ ଅନେକ ଉଦ୍ୟୋଗପତି ଉଦ୍ୟୋଗଜନିତ ସମସ୍ୟାମାନ ସମ୍ମୁଖୀନ ହେଲେ ପୁଞ୍ଜିର ଅଭିବୃଦ୍ଧି କ୍ଷେତ୍ରରେ। ତା ଥିଲା ଶ୍ରମିକମାନଙ୍କର ଦକ୍ଷତାର ଅଭାବ। ଶ୍ରମିକମାନଙ୍କ ପାଖରେ ଆଉ ସେଇ ଦକ୍ଷତା ନାହିଁ। କାରଣ ଦେଖ, ଲୋକମାନେ କ'ଣ, ଯିଏ ଦକ୍ଷତାପୂର୍ଣ୍ଣ ଗୋଟେ କାରିଗର ସେ ସବୁବେଳେ କ'ଣ ଅଧିକ ଟଙ୍କା ଚାର୍ଜ କରିବ, କିନ୍ତୁ ସବୁ ମେସିନ୍ ଆସିଲା ତା ସହିତ କ'ଣ ସେ ମୂଲ୍ୟଟା ବଢ଼ିଗଲା ହେଲା, ମୁଦ୍ରାର ମୂଲ୍ୟଟା ଟିକେ ହ୍ରାସ ପାଇଲା। ତ ସେଠି ଆଉ କାର୍ଯ୍ୟ କରିବାକୁ ଏତେ ଗଲେ ନାହିଁ, ମାନେ ଶ୍ରମିକମାନେ ଏତେ ଗଲେ ନାହିଁ ବା ତାଙ୍କର ଦକ୍ଷତାର ଅଭାବ ଦେଖାଦେଲା। କାରଣ ଏ ଶ୍ରମିକମାନେ ପ୍ରଶିକ୍ଷିତ ନଥିଲେ, ଟ୍ରେନିଂ ହେଇନଥିଲେ। କିନ୍ତୁ ଆଗରେ କ'ଣ ସବୁ ମେସିନ୍ରେ ହେଲା, ତ ଶ୍ରମିକ ଏବେ ଯଦି ଖୋଜିବା ମାନେ ଆଉ ସେମାନେ ସ୍କିଲଫୁଲ୍ ହେବେ କି ନା। ତ ତେଣୁ ସେମାନେ ବିଭିନ୍ନ ମେସିନ୍ ଚଳାଇବା ଏବଂ ଅନ୍ୟାନ୍ୟ ଶିଳ୍ପୋଦ୍ୟୋଗ କାର୍ଯ୍ୟମାନ ସଠିକ୍ ଭାବରେ ପରିଚାଳନା କରିପାରୁନି, ତାଙ୍କ ପାଖରେ ଏତିକି ସ୍କିଲ୍ ଆଉ ନଥିଲା। ଏହା ବ୍ୟତୀତ ଏହି ସମୟରେ ନୂତନ କାରିଗରୀ କୌଶଳ ଓ ଯନ୍ତ୍ରପାତି ଗୁଡ଼ିକର ଉଦ୍ଭାବନ ଘଟିନଥିଲା, ଏତେ ମଧ୍ୟ ଆସିନଥିଲା। ନୂଆ ନୂଆ କାରିଗରୀ କୌଶଳ ଆସିନଥିଲା, କିନ୍ତୁ ଯେତିକି ଆସିଥିଲା ସେଥିରେ ମଧ୍ୟ ଶ୍ରମିକମାନେ ଏତେ ଦକ୍ଷତା ନଥିଲା, ତାଙ୍କ ପାଖରେ ଏତେ ସ୍କିଲ୍ ନଥିଲା। ନୂଆ ନୂଆ ଗୋଟେ ଜିନିଷ ପିଲାମାନେ ସ୍କିଲ୍ ଦେଖ, ଆମେ ଯଦି ଯେତେବେଳେ ନୂଆ ସ୍ମାର୍ଟଫୋନ୍ ବାହାରିଥିବ ତ ସମସ୍ତେ ହଠାତ୍ ମାନେ ଚଲେଇ ପାରିଥିବେ କି, ସେମିତି ଠିକ୍ ନାହିଁ। ଟିକେ ଜାଣିଲେ ତାପରେ ପୁରା ସମସ୍ତେ ଛୋଟ ଛୁଆଟା ମଧ୍ୟ ଶିଖି ଯାଉଛି ବା ଜାଣିପାରୁଛି। କିନ୍ତୁ ସେଭଳି ଗୋଟେ ନୂତନ ଜିନିଷଟା ହେଲେ ତାକୁ ବୁଝିବାକୁ ପଡ଼ିବ, ତାକୁ ଜାଣିବାକୁ ପଡ଼ିବ କ'ଣ ଏଇଟା କେମିତି ହେବ। ତ ସେମାନେ ମଧ୍ୟ ଏତେ ସ୍କିଲ୍ ବାଲା ନଥିଲେ, ମାନେ ନୂଆ ଗୋଟେ ଟେକ୍ନୋଲୋଜି ଆସିଲା ନା, ତ ଯିଏ ବାହାର କରିଥିବ ସେମାନେ ହିଁ ଜାଣିପାରିଥିବେ, ଇଞ୍ଜିନିୟର ମାନେ କିମ୍ବା ସାଇଣ୍ଟିଷ୍ଟ ବା ଯେଉଁ ନା କାହିଁକି। ତ ସେଥିପାଇଁ ମାନେ ଆଉ କାରିଗରମାନଙ୍କର ଏତେ ଦକ୍ଷତା ନଥିଲା। ତ ତେଣୁ ଅର୍ଥନୈତିକ ବଜାରରେ ଖୁବ୍ ସୀମିତ ଉନ୍ନତି ଘଟିଥିଲା ଏବଂ ଏଥିନିମନ୍ତେ ବିଦେଶୀ ପୁଞ୍ଜି ଲଗାଣକାରୀମାନଙ୍କ ଦ୍ୱାରା ସ୍ୱଳ୍ପ ପରିମାଣରେ ପୁଞ୍ଜିନିବେଶ ଘଟିଥିଲା। ତ ନୈତିକତାର ଅଭାବ ଦେଖାଦେଲା ଆମ ପାଖରେ। ପୁଞ୍ଜିବାଦର ପ୍ରାକ୍ ବର୍ଷଗୁଡ଼ିକରେ ଅନେକ ଲୋକ ଅତ୍ୟନ୍ତ ଦୁଃଖ କଷ୍ଟ ମଧ୍ୟ ଦେଇ ଗତି କରିଥିଲେ, କାରଣ ଏହି ସମୟରେ ଜଗତୀକରଣ ପ୍ରଭାବରେ ଅନେକ ଶ୍ରମିକ କର୍ମହୀନ, ଦକ୍ଷତାହୀନ ତଥା ଅଣ ଉତ୍ପାଦନକାରୀ ଗୋଷ୍ଠୀ ଭାବରେ ପରିଗଣିତ ହେଉଥିଲେ। ଏହା ବ୍ୟତୀତ ଅର୍ଥନୈତିକ ଅସମାନତା ମଧ୍ୟ ଦେଖାଦେଇଥିଲା। ଅର୍ଥନୈତିକ ସମସ୍ତ ପ୍ରକାର ଟଙ୍କା ପଇସାର ଅଭାବ ଦେଖାଦେଲା। କାରଣ ଏହି ପୁଞ୍ଜିବାଦର ଉଦ୍ଭବ ସମୟରେ ପ୍ରାୟତଃ ଶ୍ରମିକ ଶ୍ରେଣୀର ଲୋକମାନେ ମୁଦ୍ରାସ୍ଫୀତି ଓ ବେରୋଜଗାରୀ ସମସ୍ୟା ଯୋଗୁଁ ଅନେକ ଦୁଃଖ କଷ୍ଟ, ସେମାନେ ବହୁତ ଦୁଃଖ କଷ୍ଟ ଭୋଗିଲେ। ପିଲାମାନେ ଗରିବ ଶ୍ରେଣୀ ମାନେ ଶ୍ରମିକ ଶ୍ରେଣୀର ଲୋକମାନେ ବେଶୀ ହଇରାଣ ହେବାକୁ ଲାଗିଲେ। ତ ତେଣୁ ଏସବୁ ସମସ୍ୟାର ଗୁଡ଼ିକ ପରିବର୍ତ୍ତନ ସମୟ ଦେଖାଦେଇଥିଲେ। ମାତ୍ର ପୁଞ୍ଜିବାଦର ଅଭ୍ୟୁଦୟ ବିକାଶ ପରେ ଏଗୁଡ଼ିକୁ କିଛି ମଧ୍ୟ ଦୂର କରିଯାଇପାରିଲା। କ'ଣ ଦୂର ହେଲା ନା, ଅର୍ଥନୈତିକ ସମ୍ପ୍ରସାରଣ ଦେଖାଗଲା। ଏହି ସମୟରେ ଅନେକ ସମସ୍ୟା ପରିଲକ୍ଷିତ ହେଉଥିଲା ଅର୍ଥନୈତିକ ପରିବର୍ତ୍ତନ କ୍ଷେତ୍ରରେ। ମାତ୍ର ଏ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଓ ଉନ୍ନତିମାନ ଆସିପାରିଥିଲା। ମାନେ ଦେଖ, ପରିବର୍ତ୍ତନ ତ ଆସିଲା ନା, କିଛି କିଛି ଉନ୍ନତି ମଧ୍ୟ ଘଟିଥିଲା। କାରଣ ଏହି ଯୁଗର ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା ହେଲା। ତ ବିଶେଷତଃ ଜର୍ମାନୀର ବାରମ୍ବାର ଯୁଦ୍ଧାଭିଯାନ ଫଳରେ ୟୁରୋପର ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ତ ଯେତେବେଳେ ଜର୍ମାନୀ ବାରମ୍ବାର ୟୁରୋପ ସହିତ ଯୁଦ୍ଧ କଲା ବା ଜର୍ମାନୀ ଯୁଦ୍ଧାଭିଯାନ ଫଳରେ ଯେଉଁ ୟୁରୋପର ଯେଉଁ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା, ବିଶେଷତଃ ଅର୍ଥନୈତିକ ବିଷୟର ବିଭିନ୍ନ ଉତ୍ସ ଯେମିତି ଉତ୍ପାଦନ, ପରିବର୍ତ୍ତନ, ବାଣିଜ୍ୟ ବ୍ୟବସାୟ କ୍ଷେତ୍ରଗୁଡ଼ିକର ସଙ୍କଟ ଓ ସମସ୍ୟାମାନ ଉପୁଜିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଶାସକମାନେ ଅଧିକ କ୍ଷମତାଶୀଳ ହୋଇଉଠିଲେ ଏବଂ ସେମାନଙ୍କର ଅଧୀନରେ ଉତ୍ପାଦନ, ବାଣିଜ୍ୟ ବ୍ୟବସାୟ ସବୁ ବିଷୟଗୁଡ଼ିକୁ ନୂତନ ପ୍ରଗତିଶୀଳ ଅର୍ଥନୈତିକ ଅବସ୍ଥାରେ ଆରମ୍ଭ ଘଟିଥିଲା। ତ ବିଶିଷ୍ଟ ଅର୍ଥନୀତିଜ୍ଞ ପଲ୍ ସୁଜିଙ୍କ ମତରେ ସୁଦୂର ବାଣିଜ୍ୟର ପ୍ରାରବ୍ଧତା ଦ୍ୱାରା ପ୍ରଭୂତ ଅର୍ଥନୈତିକ ସମ୍ପ୍ରସାରଣ ଘଟିବାରୁ ତା ଏକ ମୁଖ୍ୟ କାରଣ ଭାବରେ ସମାଜରୁ ସାମନ୍ତବାଦ ବିଲୋପ କରି ପୁଞ୍ଜିବାଦର ପ୍ରତିଷ୍ଠା କରିଥିଲା ବୋଲି ସେ କହିଥିଲେ। କ'ଣ କହିଲେ ନା, ସୁଦୂର ବାଣିଜ୍ୟର ପ୍ରାବଲ୍ୟତା ଦ୍ୱାରା ପ୍ରଭୂତ ଅର୍ଥନୈତିକ ସମ୍ପ୍ରସାରଣ ଯେତେବେଳେ ଘଟିଲା, ଅର୍ଥନୈତିକ ସମ୍ପ୍ରସାରଣ ତା ଗୋଟେ ମୁଖ୍ୟ କାରଣ ଭାବରେ ସମାଜରୁ କ'ଣ ନା ସାମନ୍ତବାଦକୁ ସେ ବିଲୋପ କରିଦେଇଥିଲା। ବିଲୋପ କରି ସେ ପୁଞ୍ଜିବାଦର ପ୍ରତିଷ୍ଠା କରିଥିଲା ବୋଲି ସେ କହିଛନ୍ତି। ଏହା ବ୍ୟତୀତ ହଣ୍ଟ ମଧ୍ୟ ମତ ପ୍ରକାଶ କରନ୍ତି, ସେ ଗୋଟେ ଅର୍ଥନୀତିଜ୍ଞ। କୃଷି ଉତ୍ପାଦନ ବୃଦ୍ଧି ଯୋଗୁଁ କୁଟୀର ଶିଳ୍ପର ବିକାଶ ଘଟିବା ସହିତ ଅନେକ ପରିମାଣରେ କଞ୍ଚାମାଲ ଓ ବଳକା ଖାଦ୍ୟ ଉପଲବ୍ଧ ହୋଇଥିଲା। ଏହି ଅର୍ଥନୈତିକ ସମ୍ପ୍ରସାରଣ ଅନେକ ଗୁଡ଼ିଏ କାରଣ ଦେଇଥିଲା। କ'ଣ ପାଇଁ ଅର୍ଥନୈତିକ ସମ୍ପ୍ରସାରଣ ଦେଖାଦେଇଥିଲା ତ ଦେଖିବା। ପ୍ରଥମେ ଆସିଲା କୃଷିର ଉନ୍ନତି। ତ ନବଜାଗରଣ ପୂର୍ବରୁ ଅର୍ଥାତ୍ ମଧ୍ୟଯୁଗ ସମୟରେ କୃଷି ଥିଲା ଅର୍ଥନୈତିକ ଅବସ୍ଥାର ମୁଖ୍ୟ ଉତ୍ସ, ଯାହାକି ସାମନ୍ତମାନଙ୍କର ଅଧୀନ ଥିଲା। ତ ସେଟା ସାମନ୍ତମାନଙ୍କର ଅଧୀନ ଥିଲା, କୃଷିରେ ହିଁ ସବୁ କିଛି ଆସୁଥିଲା ବା କୃଷି ହିଁ ଅର୍ଥନୀତିର ଅବସ୍ଥାର ସବୁ ମୁଖ୍ୟ ବା ପ୍ରାଣଦଣ୍ଡ ସ୍ୱରୂପ ସେ ଥିଲା। ସେମାନେ ଚାଷ ନିମିତ୍ତ ନିଜର ଜମିକୁ ପ୍ରଜାଙ୍କ ମଧ୍ୟରେ ବଣ୍ଟନ କରି ସେଇ ଜମିରୁ ଖଜଣା ଆଦାୟ କରୁଥିଲେ। ତ ପ୍ରଜାମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲେ, ମାନେ କିଏ, ଜମିଦାରମାନେ, ଏବଂ ସେଇଠୁ ଯାହା ଖଜଣା ଆଦାୟ କରୁଥିଲେ କୃଷକ ବା ପ୍ରଜାମାନେ ଏହି ଜମିଗୁଡ଼ିକରେ କୃଷକ ଭୃତ୍ୟମାନଙ୍କ ମାଧ୍ୟମରେ କୃଷି କାର୍ଯ୍ୟ କରାଉଥିଲେ। ତ ଦେଖ ପିଲାମାନେ, ପ୍ରଥମେ ରହିଲା ରାଜା ତଳକୁ ଆସିଲେ କିଏ,
କାଲି ବୁଝାଉଥିଲି ରାଜା ତଳକୁ ଆସିଲେ ଆମର ସାମନ୍ତମାନେ କେତେକ କୃଷକକୁ ଭାଗ ଦେଇ ଦେଉଥିଲେ। ତ ସେ କୃଷକମାନେ ଆଉଥରେ କାହାକୁ ଦେଇ ଦେଉଥିଲେ ନା କୃଷିଭୂତିମାନଙ୍କୁ କୃଷି କାର୍ଯ୍ୟରେ କରାଉଥିଲେ। ମାନେ ଜଣେ କୃଷକ ମନେକର 2 ଏକର କିମ୍ବା 3 ଏକର ଜମି ପାଇଲା, ସେ କେତେଟା କୃଷିଭୂତିଙ୍କୁ ରଖିଲା, ସେ ତାଙ୍କୁ ସେଇ କୃଷି କାର୍ଯ୍ୟରେ ଲଗାଇଲା। କିନ୍ତୁ ଏସବୁର ମାଲିକ ବା ପ୍ରଭୁ ଥିଲେ ସାମନ୍ତମାନେ ହିଁ ସବୁକିଛି ଥିଲେ। ଯେମିତି କହିଲେ କୃଷକ ଭୂମିଦାସ ପ୍ରଜାମାନେ ବେଳେବେଳେ ସାମନ୍ତଙ୍କ ନିକଟରେ ମାଗଣାରେ ମଧ୍ୟ ଖଟୁଥିଲେ। ମାତ୍ର ଲାଭ ସର୍ବଦା ସାମନ୍ତ ନିକଟରୁ, ଯାହା କଲେ ମଧ୍ୟ ଲାଭ ହେଉଥାଏ ସାମନ୍ତକୁ। ସେ ମାଗଣାରେ ଖଟନ୍ତୁ କି ଯେମିତି ଯାହା କରନ୍ତୁ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ସାମନ୍ତ ଯୁଗରେ କୃଷି କ୍ଷେତ୍ରରେ ଘୋର ଅବନତି ଘଟିଥିଲା। କୃଷି ଏତେ ଉନ୍ନତ ନଥିଲା, କାରଣ କୃଷକ ଜମିଦାରମାନେ କୃଷି ପ୍ରତି ଚେଷ୍ଟା ଧ୍ୟାନ ଦେଉଥିଲେ। ମାନେ ଜମିଦାରମାନେ ମଧ୍ୟ ଭଲ ପାଉନଥିଲେ, କାରଣ ଯାହା କଲେ ତ ସାମନ୍ତମାନେ ଲାଭବାନ ହେଉଥିଲେ, କୃଷକମାନେ ହଇରାଣ ହିଁ ହେଉଥିଲେ। ତ ସେମାନଙ୍କୁ କୃଷି କାର୍ଯ୍ୟରେ କିଛି ନୂତନ ଧରଣର ଯନ୍ତ୍ରପାତି, ଉନ୍ନତ ଚାରା ଓ ବିହନ ଓ ସାର ପ୍ରଭୃତି ଯୋଗାଇ ଦିଆଯାଉନଥିଲା। ତେଣୁ କୃଷି ପ୍ରତି ସେମାନଙ୍କର ଅନାଗ୍ରହ ବୃଦ୍ଧି ପାଇବା ସହିତ ଜମିଗୁଡ଼ିକ ଅଧିକ ଅମଳକ୍ଷମ ହୋଇପାରିନଥିଲା। ତାଙ୍କ କୃଷି ପ୍ରତି ତାଙ୍କୁ କୃଷିକୁ ସେ ଭଲ ପାଉନଥିଲେ। ମାତ୍ର ସାମନ୍ତବାଦର ପତନ ପରେ କୃଷି କ୍ଷେତ୍ରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଥିଲା, ଯାହାକି ୟୁରୋପୀୟ ଅର୍ଥନୀତିର ଗୋଟେ ସମ୍ପ୍ରସାରଣ କରିବା ପାଇଁ ଅଧିକ ସାହାଯ୍ୟ କରିଥିଲା ବା ଅନେକ ପରିମାଣରେ ଦାୟୀ ଥିଲା। ମାନେ ଯେତେବେଳେ ସାମନ୍ତବାଦ ପତନ ଘଟିଲା ବା ପୁଞ୍ଜିବାଦର ଆରମ୍ଭ ହେଲା, ତ ସେହି ସମୟରେ ବହୁତ ଗୁଡ଼ିଏ କୃଷିରେ ଅଗ୍ରଗତି ଦେଖିବାକୁ ମିଳିଥିଲା। ଏହି ସମୟରେ ସାମନ୍ତବାଦର ବିଲୋପ ସହିତ କୃଷିଭୂତ ପ୍ରଥାର ମଧ୍ୟ ବିଲୋପ। କୃଷିଭୂତ ବୋଲି କିଏ ରହିଲେ ନାହିଁ, ବା ସବୁ କାରିଗର ହୋଇଗଲେ ହେଲା। ଏବେ ତ କୃଷି କ୍ଷେତ୍ରରେ ଆଧୁନିକ ଯନ୍ତ୍ରପାତି ଓ କାରିଗରୀ କୌଶଳ ମଧ୍ୟ ବ୍ୟବହାର କରିବାକୁ ଲାଗିଲେ ବା ପ୍ରୟୋଗ କରାଗଲା। ଅଧିକାଂଶ କୃଷିଭୂତ ସାମନ୍ତମାନଙ୍କଠାରୁ ମୁକ୍ତ ହୋଇ ସହରାଭିମୁଖୀ ହୋଇ ସେଠାରେ କଳକାରଖାନା ଗୁଡ଼ିକରେ କାର୍ଯ୍ୟ କରିବାକୁ ଲାଗିଲେ। ଅନ୍ୟ କିଛି ଭୂମିଦାସ ନିଜର ଆର୍ଥିକ ସଚ୍ଛଳତା ଯୋଗୁଁ ସାମନ୍ତମାନଙ୍କୁ ମୁଦ୍ରା ବଦଳରେ ନିଜର ଜମି ଚାଷ କରିବା ପାଇଁ ଆରମ୍ଭ କରିଥିଲେ। ବିଶେଷତଃ ଏହି ସମୟରେ ନବଜାଗରଣ ଯୋଗୁଁ କୃଷି ପଦ୍ଧତିରେ ଅଧିକ ଉନ୍ନତି ଆସିପାରିଥିଲା ହେଲା। ଏବେ ଯଦି ଏହି ସମୟରେ ୟୁରୋପରେ ଲାଗି ରହିଥିବା ବିଭିନ୍ନ ଧର୍ମୀୟ ଯୁଦ୍ଧଗୁଡ଼ିକ ଯୋଗୁଁ ୟୁରୋପୀୟ ଏସୀୟ ଲୋକଙ୍କଠାରୁ କୃଷି ସମ୍ବନ୍ଧୀୟ ଜ୍ଞାନ ଅର୍ଜନ କରିପାରିଥିଲେ। ଯେତେବେଳେ ଯୁଦ୍ଧ ଲାଗି ରହିଥିଲା, ତ ୟୁରୋପୀୟମାନେ କାହାଠୁ ଶିଖିଥିଲେ ନା ଆମ ଏସୀୟ ଲୋକମାନଙ୍କଠାରୁ କୃଷି ବିଷୟରେ ଜାଣିଥିଲେ। ଏ ସମୟରେ ପୂର୍ବ ଅପେକ୍ଷା ଜନସଂଖ୍ୟାର ଅଧିକ ବୃଦ୍ଧି ଘଟିବା ଯୋଗୁଁ ଅଧିକରୁ ଅଧିକ ଲୋକ କୃଷି ନିମନ୍ତେ ମିଳିପାରିଲେ, କୃଷି ପାଇଁ ମଧ୍ୟ ଦରକାର ପଡ଼ିଲା। ଏତଦ୍ ବ୍ୟତୀତ ସହରଗୁଡ଼ିକରେ କୃଷିଭିତ୍ତିକ କଳକାରଖାନାଗୁଡ଼ିକରେ ଅଧିକ କଞ୍ଚାମାଲ ଆବଶ୍ୟକ ହେଉଥିଲା। ତେଣୁ ସମସ୍ତେ କୃଷିଜାତ ମାଲ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ମନୋଧ୍ୟାନ ଦେଲେ। ତ ଏହା ବ୍ୟତୀତ ଇଂଲଣ୍ଡ ଯେଉଁ 1750ର ଆମର ଶିଳ୍ପ ବିପ୍ଳବ ଯୋଗୁଁ କୃଷି କ୍ଷେତ୍ରରେ ମଧ୍ୟ ଅଧିକ ଉନ୍ନତି ଆସିପାରିଥିଲା ଏବଂ ଆମର ଅର୍ଥନୀତି ସମ୍ପ୍ରସାରଣ ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ତ ତାପରେ ଆସିଲା ଶିଳ୍ପଭିତ୍ତିକ ଉତ୍ପାଦନ ବା ଇଣ୍ଡଷ୍ଟ୍ରିଆଲ ପ୍ରଡକ୍ସନ୍ କ'ଣ ଦେଖିବା। ସାମନ୍ତବାଦୀ ଯୁଗ ବା ମଧ୍ୟଯୁଗରେ ଗୃହଶିଳ୍ପ ବା କୁଟୀର ଶିଳ୍ପଗୁଡ଼ିକ ୟୁରୋପରେ ଗଢ଼ି ଉଠିଥିଲା। ତ ସାମନ୍ତବାଦ ସମୟରେ ଆମେ ଜାଣିଛେ ଗୃହଶିଳ୍ପ ଚାଲିଥିଲା ବା କୁଟୀର ଶିଳ୍ପ ଆମର ଚାଲିଥିଲା। ଏ କୁଟୀର ଶିଳ୍ପରେ ବିଭିନ୍ନ ଦ୍ରବ୍ୟ ଯେମିତି ଆମର ବସ୍ତ୍ର, ଜୋତା, ଅନ୍ୟାନ୍ୟ ଆସବାବପତ୍ର ଏବଂ ଉପକରଣ ଗୁଡ଼ିକ ଘରେ ତିଆରି କରାଯାଉଥିଲା ବା ଗୃହରେ ତିଆରି କରାଯାଉଥିଲା। ମାତ୍ର ଏଗୁଡ଼ିକ ନିଜର ଘରୋଇ ଉଦ୍ୟୋଗ ମାଧ୍ୟମରେ କାରିଗର ବୁଣାକାରମାନଙ୍କ ଦ୍ୱାରା ଖୁବ୍ ସୀମିତ ପରିମାଣର ତିଆରି କରାଯାଇ ବଜାରକୁ ରପ୍ତାନି କରାଯାଉଥିଲା ଏବଂ ବିକ୍ରି ପାଇଁ ଯାଉଥିଲା। ଦେଖ ପିଲାମାନେ କହୁଥିଲା ନା, ଯଦି ଗୋଟେ ମେସିନ୍ ଆମେ ଯଦି ଦେଖିବା, ତ ଲୁଗା ତିଆରି ମେସିନ୍ ଯଦି ଆମେ କହିବା, ତ ଲୁଗା ତିଆରି ମେସିନ୍ ମନେକର ଘଣ୍ଟାକୁ 5ଟି କିମ୍ବା 10ଟି ଲୁଗା ବୁଣୁଛି, ମନେକର 10ଟି। ତ ଜଣେ ଲୋକ ବା ଜଣେ କାରିଗର ଯଦି ଆମେ କହିବା, ତ ସେ କ'ଣ ଗୋଟେ ଲୁଗା ବୁଣିବାକୁ ତାକୁ କମ୍ ସେ କମ୍ 10ରୁ 15 ଦିନ ତ ଲାଗିପାରୁଥିବ, ମୋତେ ଲାଗୁଛି ସେମିତି 10 ଦିନ। ତ ସେ ମାସକୁ 3ଟା ଲୁଗା। ତ ଇଏ ଯଦି ଗୋଟେ ଘଣ୍ଟାରେ ଯଦି 5ରୁ 10ଟି ଲୁଗା ବୁଣୁଛି, ସେ ଯଦି ଗୋଟେ ମାସରେ 3ରୁ 4ଟି ଲୁଗା ବୁଣୁଛି, ତାହେଲେ ଲୋକମାନଙ୍କର ଆବଶ୍ୟକତା ବଢ଼ିବାରେ ଲାଗିଲାନି, ଜନସଂଖ୍ୟା ବଢ଼ିଲାନି, ସେମାନେ କେମିତି କ'ଣ କରିବେ? ତ ସେଥିପାଇଁ କୁଟୀର ଶିଳ୍ପ ଏତେ ତିଆରି ହେଲାନି। ମାନେ କ'ଣ, ସେମାନେ ନିଜ ଗୃହ ଉପକରଣ ଏବଂ କଞ୍ଚାମାଲ ଦ୍ୱାରା ଏହି ଦ୍ରବ୍ୟଗୁଡ଼ିକୁ ତିଆରି କରୁଥିଲେ। କିନ୍ତୁ ସାମନ୍ତବାଦର ପତନ ପରେ ବାଣିଜ୍ୟ ବ୍ୟବସାୟର ଅଭିବୃଦ୍ଧି ଯୋଗୁଁ ବଣିକ ବ୍ୟବସାୟୀମାନେ ଏହି ଦ୍ରବ୍ୟଗୁଡ଼ିକର ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଦେଲେ। ସାମନ୍ତବାଦର ଯେତେବେଳେ ପରିବର୍ତ୍ତନ ହେଲା ବା ପୁଞ୍ଜିବାଦକୁ ଆସିଲା, ଲୋକମାନଙ୍କର ଆବଶ୍ୟକତା ବଢ଼ିଲା, ଲୋକମାନେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ିବାରେ ଲାଗିଲେ, ତ ତା ସହିତ ଆବଶ୍ୟକତା ମଧ୍ୟ ବଢ଼ି ଲାଗିଲା। ସେମାନେ କାରିଗରମାନଙ୍କ ଠାରୁ କଞ୍ଚାମାଲ ଖୁବ୍ ସହଜରେ ଆଣି ଯୋଗାଇ ଦେଲେ ଏବଂ ଏଗୁଡ଼ିକୁ ନେଇ କାରିଗର ନିଜ ଗୃହରେ ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରି ସେମାନଙ୍କୁ ବିକ୍ରି କରିବାକୁ ଲାଗିଲେ। ତ ଏହି ଯୁଗରେ ଅଧିକ ପରିମାଣରେ ଉତ୍ପାଦନ ଯୋଗୁଁ ଶିଳ୍ପାୟନର ମଧ୍ୟ ଅଧିକ ଗୁରୁତ୍ୱ ବୃଦ୍ଧି ପାଇଲା। ତେଣୁ ସମସ୍ତେ ଲୁହା ଧାତୁକୁ ଅଧିକ ଗୁରୁତ୍ୱ ପ୍ରଦାନ କଲେ, ଯାହାକି କଳକାରଖାନାକୁ ତ୍ୱରାନ୍ୱିତ କରିପାରୁଥିଲେ। ତ ବୁଝିପାରୁଥିବ ପିଲାମାନେ, ଏହି ସମୟରେ ଅନେକ ପ୍ରକାର ଶିଳ୍ପ ଯେମିତି ବୟନ ଶିଳ୍ପ, କାର୍ପାସ, ପଶମ ଶିଳ୍ପ ତଥା ଅନ୍ୟାନ୍ୟ ସବୁ ବିଭିନ୍ନ ଗୁଡ଼ିଏ ଶିଳ୍ପମାନ ତିଆରି ହେଲା ସେହି ସମୟରେ ହେଲା। ଧୀରେ ଧୀରେ ଲୋକମାନଙ୍କ ଆବଶ୍ୟକତା ବଢ଼ିବା ସହିତ ଶିଳ୍ପଗୁଡ଼ିକ ମଧ୍ୟ ତିଆରି ହେବାରେ ଲାଗିଲା। ଏହାକୁ ସାହାଯ୍ୟ କରିଥିଲା ଜନସଂଖ୍ୟା ବୃଦ୍ଧି, ଉତ୍ପାଦନ ତଥା ବଜାର ବୃଦ୍ଧି। ବଜାର ବଢ଼ିବାରେ ଲାଗିଲା, ଉତ୍ପାଦନ ବହୁତ ଦରକାରୀ ହେଲା ଏବଂ ଜନସଂଖ୍ୟା ଦରକାର ହେଲା। ଏହି ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ କେବଳ ଯେ ମନୁଷ୍ୟର ଆମୋଦ ପ୍ରମୋଦ ପାଇଁ ଉଦ୍ଦିଷ୍ଟ ଥିଲା ତାହା ନୁହେଁ, ଏହା ଶିଳ୍ପଗୁଡ଼ିକ ମଧ୍ୟରେ କେତେଟା ଶିଳ୍ପ କୃଷିଜାତ ଦ୍ରବ୍ୟ ବିନିଯୋଗରେ ମଧ୍ୟ ଚାଲିବାକୁ ଲାଗିଲା। ଯେମିତି କୃଷିଜାତ ଦ୍ରବ୍ୟଗୁଡ଼ିକୁ ଶିଳ୍ପ କ୍ଷେତ୍ରରେ ଲଗାଇ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଯଥା ବିସ୍କୁଟ୍, ପାଉରୁଟି, ଶୁଖିଲା ଖାଦ୍ୟମାନ ପ୍ରସ୍ତୁତ କରାଗଲା। ତା ସହିତ କୃଷିଜାତ ସାମଗ୍ରୀର ମଧ୍ୟ ଚାହିଦା ବୃଦ୍ଧି ପାଇଲା।
ତା ସହିତ କିଛି ମାତ୍ରାରେ ଗୋଟେ ଅର୍ଥନୈତିକ ଆମର ସମ୍ପ୍ରସାରଣ ଘଟିଥିଲା ଏବଂ ପୁଞ୍ଜିବାଦ ମଧ୍ୟ ଅଭ୍ୟୁଦୟ ନିମନ୍ତେ ଏହା ଅତ୍ୟନ୍ତ ସହାୟକ ହୋଇପାରିଥିଲା। ସେ ଯାହା ହଉ ପିଲାମାନେ ସାମନ୍ତବାଦର ପତନ ପରେ ଓ ପୁଞ୍ଜିବାଦର ଅଭ୍ୟୁଦୟ ପରେ ଏହି ହସ୍ତଶିଳ୍ପ ଉତ୍ପାଦନ ଗୁଡ଼ିକର ଅଭିବୃଦ୍ଧି ଘଟିପାରିଥିଲା। କାରଣ ଏଣିକି ଏହି ଉଦ୍ୟୋଗଗୁଡ଼ିକରେ ଅଧିକ ପୁଞ୍ଜି ଆବଶ୍ୟକ ହେଲା, ଯାହାକି ପୁଞ୍ଜିପତିମାନେ ଯୋଗାଇ ଦେଇଥିଲେ। ତ ସେ ସମୟରେ କ'ଣ ଅଧିକ ପୁଞ୍ଜି ଦରକାର ହେଲା, ଯାହାକି ପୁଞ୍ଜିପତିମାନେ ଯୋଗାଇ ଦେଲେ। ଏହି ଯୁଗରେ ପୁଞ୍ଜିପତିମାନେ ଅନେକ ଧର୍ମ ସମ୍ପ୍ରଦାୟତା ପ୍ୟୁରିଟାନଙ୍କ ସାହାଯ୍ୟରେ ହାତ ବଢ଼ାଇଥିଲେ, ଯେଉଁମାନେ କି ପ୍ରଚାର କଲେ ଯେ ପୁଞ୍ଜି ବୃଦ୍ଧି ନିଜର ପବିତ୍ର କାର୍ଯ୍ୟ ଦ୍ୱାରା ଘଟିଥାଏ। ମାତ୍ର ପ୍ରକୃତ ପକ୍ଷରେ ଦେଖିଲେ ପୁଞ୍ଜିବାଦ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ଲୁଣ୍ଠନ ବଳପ୍ରୟୋଗ ଶ୍ରମ ଦ୍ୱାରା ପୁଞ୍ଜିର ମାନେ କ'ଣ ଦେଖ ପୁଞ୍ଜିବାଦରେ ଯେତେବେଳେ ବଢ଼ିଲା ଫାଷ୍ଟ ତ ସେଇଟା ବଳପ୍ରୟୋଗ ଲୋକ କିନ୍ତୁ ପୁଞ୍ଜିଟାକୁ ଆମେ ଆଗକୁ ଆଣିବା ପାଇଁ ସେମାନେ ଚେଷ୍ଟା କଲେ। ମାନେ ଲୁଣ୍ଠି ହେଉ ଲୁଟିକିରି ହେଉ ଯେକୌଣସି ୱେରେ ହେଲେ ଆମେ ପୁଞ୍ଜି ଏକାଠି କଲେ। ଏହାପରେ ଅର୍ଥାତ୍ ଅଷ୍ଟମ ଶତାବ୍ଦୀର ମଧ୍ୟପର୍ଯ୍ୟାୟ ଦେଶକୁ ଇଂଲଣ୍ଡର ଶିଳ୍ପ ବିପ୍ଳବ ପାଇଁ ଶିଳ୍ପ କ୍ଷେତ୍ରରେ ବହୁତ ଉନ୍ନତି ଆସିଲା ହେଲା। ଶିଳ୍ପ ବିପ୍ଳବ ବହୁତ ଗୁଡ଼ିଏ ଉନ୍ନତି ଆଣିଥିଲା। ତ ଏହା ଯୋଗୁଁ ଅର୍ଥନୈତିକ ସମ୍ପ୍ରସାରଣ ମଧ୍ୟ ଅଧିକ ମାତ୍ରାରେ ଘଟିପାରିଥିଲା। ଏହି ଯୁଗରେ ଏକ ନାଟକୀୟ ଢଙ୍ଗରେ ଇଂଲଣ୍ଡ ଶିଳ୍ପ କ୍ଷେତ୍ରରେ ଆଶାତୀତ ଶିଳ୍ପ ଉତ୍ପାଦନ ଗୁଡ଼ିକ ବୃଦ୍ଧି ପାଇଥିଲା। ତ ଏଗୁଡ଼ିକ କାରଣ ପାଇଥିଲା ଅନେକ ନୂତନ ଯନ୍ତ୍ରପାତି ଯେନ୍ତା ସ୍ପିନିଂ ଜେନି, ପାୱାର ଲୁମ୍, ଫ୍ଲାଇଂ ସଟଲ୍, ୱାଟର ଫ୍ରେମ୍ ଏଗୁଡ଼ିକ ହେଲା। ଏଣୁ ଏଗୁଡ଼ିକ ବୟନ ଶିଳ୍ପ ନିମନ୍ତେ ଅତ୍ୟନ୍ତ ଉପକାରୀ ହୋଇପାରିଥିଲେ। ଯେଉଁ ଆମର କହିଲେ ପାୱାର ଲୁମ୍, ଫ୍ଲାଇଂ ସଟଲ୍, ସ୍ପିନିଂ ଜେନି ଏଗୁଡ଼ିକ। ତେଣୁ ଲୋକମାନେ ହସ୍ତଶିଳ୍ପରେ ମନୋଯୋଗ କଲେ ନାହିଁ ବା ମନ ଦେଲେ ନାହିଁ, ବରଂ ସେମାନେ ମେସିନ୍ ଜାତୀୟ ଦ୍ରବ୍ୟଗୁଡ଼ିକ ବେଶୀ ଶୀଘ୍ର ଶସ୍ତାରେ ମିଳିପାରିଲା। ଦେଖ ବହୁତ ଶସ୍ତା ଏବଂ ଜଲ୍ଦି, ତ ସେଥିପାଇଁ ସେମାନେ ଏଗୁଡ଼ିକୁ ହିଁ ବ୍ୟବହାର କରିବାକୁ ଲାଗିଲେ। ମାତ୍ର ରୁଷରେ ଶାସକ ପିଟର ଦି ଗ୍ରେଟ୍, ଯିଏକି 1699ରୁ 1785 ତାଙ୍କ ସମୟରେ ଶିଳ୍ପାୟନର ଉନ୍ନତି ବହୁ ପରିମାଣରେ ଘଟିଥିଲା। ଏଠାରେ ଶାସକଙ୍କ ପୃଷ୍ଠପୋଷକତାରେ ଅନେକ ଶିଳ୍ପମାନେ ସବୁ ଗଢ଼ି ଉଠିଥିଲା। ଶିଳ୍ପ ସବୁ ଗଢ଼ି ଉଠିଲା ସେ ସମୟରେ। ସେଠାକାର କୃଷି ଭୃତ୍ୟମାନଙ୍କ ଶ୍ରମରେ ଅନେକ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ବା ଗଢ଼ି ଉଠିଥିଲା। ଏଥିନିମନ୍ତେ ମଧ୍ୟ ଏଠାକାର ସରଳକାର ପ୍ରୋତ୍ସାହିତ କରିଥିଲେ। ସେ କେତୋଟି ବିଷୟ ଯେମିତି ମୁଦ୍ରା, ଆୟ ବ୍ୟୟର ସନ୍ତୁଳନତା, ବାଣିଜ୍ୟର ସନ୍ତୁଳନତା ଏବଂ ଋଣ ଉପରେ ଦେୟ ପ୍ରଭୃତି କ୍ଷେତ୍ରରେ ସେ ପ୍ରସଙ୍ଗ ମାନେ ଧ୍ୟାନ ଦେଇଥିଲେ। ଏବ୍ୟତୀତ ଏଠାକାର ଜନସଂଖ୍ୟା ବୃଦ୍ଧି ଯୋଗୁଁ ଶିଳ୍ପାୟନର ମଧ୍ୟ ଅଭିବୃଦ୍ଧି ଘଟିଥିଲା। ତ ସେମିତି ରହିଛି ମାନେ ଏମିତି ହିଁ ରହିଛି, ଆଉ ସେମିତି କିଛି ପଏଣ୍ଟ ନାହିଁ। ତ ଗମନାଗମନ ଓ ଯୋଗାଯୋଗର କ୍ଷେତ୍ରରେ କେମିତି ଉନ୍ନତି ଦେଖିଥିଲେ ଦେଖ। କେବଳ ଯେ ଶିଳ୍ପ କ୍ଷେତ୍ରରେ ଉନ୍ନତି ଓ କୃଷି ଯୋଗରେ ଉନ୍ନତି ଯୋଗୁଁ ୟୁରୋପରେ ସମୟରେ ଅର୍ଥନୈତିକ ସମ୍ପ୍ରସାରଣ ଦେଖାଦେଇଥିଲେ ସେମିତି ନୁହେଁ ପିଲାମାନେ। ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ମଧ୍ୟ ସେ ଅଧିକ ଉନ୍ନତି ଲାଭ କରିଥିଲେ। ଯେତେବେଳେ ସାମନ୍ତବାଦର ପୁଞ୍ଜିବାଦ ଆସିଲା ସେ ଅନେକ ଗୁଡ଼ିଏ ଉନ୍ନତି ମଧ୍ୟ ଲାଭ ବାରେ କ'ଣ ଉନ୍ନତି ଦେଖାଦେଇଥିଲା, ଯାହାକି ଉତ୍ପାଦନ ଓ ଆବଣ୍ଟନକୁ ଅଧିକ ଗତିଶୀଳ କରାଇ ପାରିଥିଲା। ଇଂଲଣ୍ଡର ଶିଳ୍ପ ବିପ୍ଳବ ସମୟରେ ରେଳ ଇଞ୍ଜିନ୍ ଓ ରେଳପଥ ଗୁଡ଼ିକର ବିକାଶ ଘଟିଥିଲା। ରେଳ ଇଞ୍ଜିନ୍ ଏବଂ ରେଳପଥ ଗୁଡ଼ିକର ବିକାଶ ଘଟିଥିଲା। ଏହାଦ୍ୱାରା ଅଧିକ ଓଜନ ବିଶିଷ୍ଟ ମାଲ ସବୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରାଯାଇ ପାରିଥିଲା। ଆଉ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସବୁ ମାଲ ପରିବହନ କରାଯାଇଥିଲା। ବିଶ୍ୱରୁ ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ଜଳପଥ ଓ ସ୍ଥଳପଥ ମାଧ୍ୟମରେ ବୁହାଇ ସହଜରେ ଯାଇପାରିଥିଲା। ସେପରି ଭାବରେ ଏହି ଯୁଗରେ ଟେଲିଫୋନର ପ୍ରଚଳନ ମଧ୍ୟ ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିପାରିଥିଲା। ଟେଲିଫୋନ ଯେତେବେଳେ ବ୍ୟବହାର କଲେ ତ ଯୋଗାଯୋଗ କ୍ଷେତ୍ରରେ ସ୍ୱର ଆସିବ। ତା ସହିତ ଏହି ସମୟରେ କ'ଣ ପିଲାମାନେ ଆମର ଅନେକ ନୂତନ ସବୁ ଧାରଣ ସଡ଼କ ମଧ୍ୟ ତିଆରି କଲେ। ଦେଖ ଯଦି ଆମର କ'ଣ ବାଣିଜ୍ୟ ବ୍ୟବସାୟ ହେବ, ତ ଶିଳ୍ପ ଯଦି ତିଆରି ହେଲା ତ ଗୋଟେ ଶିଳ୍ପରୁ ଅନ୍ୟ ଶିଳ୍ପକୁ ଯିବାକୁ ପଡ଼ିବ କଞ୍ଚାମାଲ ପାଇଁ, ବା କଞ୍ଚାମାଲ ପାଇଁ ଅନ୍ୟ ଜାଗାକୁ ଯିବାକୁ ପଡ଼ିବ। ତ ସଡ଼କ ନଥିଲେ ଯିବେ କେମିତି? ସଡ଼କ ପାଇଁ ମଧ୍ୟ ନିହାତି ଦରକାର ହେଲା। ତ ଜଳପଥରେ ମଧ୍ୟ ଷ୍ଟିମ୍ ଇଞ୍ଜିନ୍ ସାହାଯ୍ୟରେ ଦୂରବର୍ତ୍ତୀ ଦେଶମାନଙ୍କୁ ଲୋକମାନେ ଯାଇପାରିଥିଲେ। ତ ଯୋଗାଯୋଗ ମଧ୍ୟ ବଢ଼ିବାରେ ଲାଗିଲେ ବା ପରିବହନ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ଓ ବ୍ୟାଙ୍କର ଭୂମିକା। ତ ସାମନ୍ତବାଦର ପତନ ପରେ ଓ ନବଜାଗରଣ ଉଭୟ ଫଳରେ ମଣିଷ ସମାଜ ଆଧୁନିକତାର ସ୍ପର୍ଶ ପାଇଲା। ସେ ଦିନକୁ ଦିନ ମଡ଼ର୍ଣ୍ଣ ହେବାରେ ଲାଗିଲା। ନୂତନ ଜିନିଷ ଗୁଡ଼ିକର ଉଦ୍ଭାବନ ସହିତ ମନୁଷ୍ୟର ଧ୍ୟାନ ଓ ଚେତନାରେ ମଧ୍ୟ ଅଭ୍ୟୁଦୟ ଘଟିଲା। ମନୁଷ୍ୟର ଧ୍ୟାନ ଆସିଲା, ଚେତନା ଆସିଲା। ସେ ପ୍ରାଚୀନ ଧର୍ମ ତତ୍ତ୍ୱକୁ ପରିତ୍ୟାଗ କରି ନୂତନ ପ୍ରକାର ବିଷୟ ଯେମିତି ଭୂଗୋଳ, ଦର୍ଶନ, ଇତିହାସ ଅନ୍ୟାନ୍ୟ ବିଷୟ ଗୁଡ଼ିକୁ ଅଧ୍ୟୟନ କରି ଅଶେଷ ଜ୍ଞାନର ଅଧିକାରୀ ହେଲା। ତାର ସେ ଭୂଗୋଳ ପଢ଼ିଲା, ଆଉ ସେ ଧର୍ମ ତତ୍ତ୍ୱକୁ ଛାଡ଼ିଦେଲା। ଧର୍ମ କ'ଣ ପଢ଼ିବ? ତ ପିଲାମାନେ ମୁଁ ଯଦି କହିବି ଏବେ ଆମକୁ ଭାଗବତ ଗୀତା ବିଷୟରେ ଯଦି କାହାକୁ ଗୋଟେ ପଚାରିବା, ତ ମହାଭାରତ ବା ରାମାୟଣ ବିଷୟରେ ଆମକୁ ଆସିବନି, ଲିଟରାଲି କାହାକୁ ବି ଆସିବନି ଆମ ଏଜ୍ର ବା ମାନେ କହିବାକୁ ଗଲେ ଯେଉଁ 25ରୁ 30 ଏଜ୍ର ଅଛି ବା 40 ଏଜ୍ ତାଙ୍କୁ ଆସିବନି। ତ ଖାଲି ଓଲ୍ଡ ଏଜ୍ର କେତେ ଜଣଙ୍କୁ ଏମିତି କିଛି ଆସିବ ଯଦି ଆମେ କଥା କହିବା। ତ ସେଥିପାଇଁ ସେମାନେ ଧର୍ମ ତତ୍ତ୍ୱ କାହାକୁ ଆସେନି, ଆଉ ଏତେ କିଏ ପଢ଼ୁନାହାନ୍ତି। ସବୁ ଇତିହାସ ଭୂଗୋଳ ପ୍ରାୟ ସମସ୍ତଙ୍କୁ ଯଦି ଆମେ ଦେଖିବା ତ ଇତିହାସ, ବିଜ୍ଞାନ, ଭୂଗୋଳ ଏଗୁଡ଼ିକରେ ହିଁ ସମସ୍ତେ ମାତିଛନ୍ତି। ଧର୍ମ ତତ୍ତ୍ୱ ଆଉ କିଏ ପଢ଼ୁନାହାନ୍ତି। ତ ଏବେ ଯେହେତୁ ଭୌଗୋଳିକ ଜଳପଥର ଆବିଷ୍କାର ଯୋଗୁଁ ବିଭିନ୍ନ ଦେଶ ଯିବା ଆସିବା ସହିତ ସେଠାରୁ ନୂତନ ଜ୍ଞାନ ମଧ୍ୟ ଆହରଣ କରିପାରିଥିଲା। ଏହି ଦେଶଗୁଡ଼ିକ ସହିତ ବାଣିଜ୍ୟ ସମ୍ପର୍କ ରକ୍ଷା କରିପାରିଲା ଏବଂ ବାଣିଜ୍ୟ ବ୍ୟବସାୟକୁ ମଧ୍ୟ ସେମାନଙ୍କର ଦେଶର ଶାସକମାନେ ମଧ୍ୟ ସମର୍ଥନ କରିବାକୁ ଲାଗିଲେ। ତ ଏହି ସମୟରେ କ'ଣ ହେଲା ପିଲାମାନେ ଶିଳ୍ପ ଏବଂ କୃଷିଜାତ ସାମଗ୍ରୀମାନେ ମଧ୍ୟ ଅନେକ ପରିମାଣରେ ଉତ୍ପାଦିତ ହେଲା। ଏହି କୃଷିଜାତ ସାମଗ୍ରୀ ଉତ୍ପାଦନ କେନ୍ଦ୍ର ଚତୁଃପାର୍ଶ୍ୱରେ ବଜାର ଓ ସହରମାନ ସବୁ ଗଢ଼ି ଉଠିଲା। ଏହି ସାମଗ୍ରୀ ଗୁଡ଼ିକ ନେଇ ଇଟାଲୀ, ଜର୍ମାନୀ, ସ୍ପେନ୍ ଓ ଭୂମଧ୍ୟ ସାଗର ମଧ୍ୟ ଦେଇ
मर्सरेस ठारू इंग्लिश प्रणाली मध्य दे वाणिज्य व्यवसाय लगागला। यह समय दुई गोटी सहर सहित आमर बकट और मार्सेलस सहर वाणिज्य व्यवसाय क्षेत्र में प्रसिद्धि लाभ करते। ये दुईटा सहर बहुत वाणिज्य व्यवसाय क्षेत्र बहुत ना करते। विशेषतः फ्रांस यह जुगे अत्यंत लाभवान सब्यस्त हो पारी कारण फ्रांस तार अधीन में उपनिवेश गुड़िक वाणिज्य व्यवसाय निमंते अनुमति पाई है। तेणु फ्रांस तार जहाज माध्यम अन्य देश सहित वाणिज्य व्यवसाय करने सुरखुरी कर पारा। एतद व्यतीत फरासी विप्लव पर अन्य देश में वाणिज्य और शिल्प केन्द्र गुड़िक विकास लाभ करने लगे। मात्र एटार शिल्प प्रतिष्ठान और वाणिज्य व्यवसाय को एत प्रोत्साहन दि जाए ना। तेणु अष्टादश शताब्दी बेलू एठार पुंजीवाद और शिल्पायन क्षेत्र में उन्नति घटी ना। आंत वाणिज्य उन्नति घटी ना। तो जद्वारा कि समस्त एठार क्षुद्र शिल्प और आंचलिक बजार पर अधिक ध्यान देते। केवल सहर केन्द्र गुड़िक क्षुद्र शिल्प मालिक मैंने किसी सुविधा उपभोग करते से सामग्री बजार सुविधा बिक्री करें। तो एमती सब था। तो देखा यह व्यतीत वाणिज्य व्यवसाय अभिवृद्धि क्षेत्र में तत्कालीन समय गढ़ी उठा बैंक गुड़िकर यथेष अवदान था। तो वाणिज्य व्यवसाय बैंक गुड़िकर अधिक अवदान रही है। ये बैंक गुड़िक व्यवसाय बणिक मैंने सुलभ उपाय ऋण जोगाई देते। बैंक गुड़िक सब ऋण जोगाई जहाँफल व्यवसाय करने बहुत सहज हो पड़ा। पूर्वर गढ़ी उठा निगम गुड़िकर समय पतन घटी। तो निगम गुड़िक परिवर्ते बैंक गुड़िक स्थान पाई। तो निगम गढ़ीगला कटिगला रहा बैंक। परवर्ती समय अनेक अंतर्जातीय बैंक गुड़िकर उद्भव घटी। 1815 मसीहा सुधा प्यारिस वियना नेपल्स फ्रांकफर्ट प्रभृति स्थान गुड़िक बैंक सब शाखा मान खोली पारा। जहाँफल ये जुगे अनेक यूरोपीय राष्ट्र जमी इंग्लैंड फ्रांस नेदरलैंड प्रभृति राष्ट्रगुड़िक वाणिज्य व्यवसाय मध्य अधिक लाभवान हो पारे। तो ऋण देला से वाणिज्य व्यवसाय करें। ए देश अन्य यूरोपीय राष्ट्रगुड़िक अर्थनीति संप्रसारण घटी से केवल लाभवान ता नुहे से अर्थनीति समृद्धि लाभ करते। परवर्ती समय अर्थात इंग्लैंड में से विप्लव फ्रांस में फरासी विप्लव पर एटार अर्थनीति समृद्धि देखा। तो भिन्न गुड़े जिते विप्लव देखा तो भिन्न गुड़े से चर्म सीमार पहुँचा अर्थनीति। ये जुगे कृषि आधारित द्रव्य कार्पास कपा तुला गुड़ी को वाणिज्य व्यवसाय अणाई विश्व में लग पारा। सेपरी भाव में स्वीडेन अर्थनीति कृषिभित्तिक था और से नॉर्वे और इंग्लैंड को कंचामाल हिसाब से लुहा और काठ जोगाऊ। तो सब चली पे तथा आसला जातीयतावाद भावनार अभाव देखागला है। अन्य एक गुरुत्वपूर्ण विषय जहाँकि अर्थनीति संप्रसारण दायी ताला जातीयता भावनार उद्रेक। निजे समस्त निज देश को निज जाति को भल पाइबार लगे। कारण मध्ययुग यूरोपर लोक मैंने दुई गोटी विशेष था सामंत और गिर्जार अधीन था। तो माने मध्ययुग सामंत और गिर्जार से समस्त जीवन धर्मीय सामाजिक अर्थनीति तथा शिक्षा प्रवृत्ति क्षेत्र में हस्तक्षेप था। हस्तक्षेप करते शिक्षा सब क्षेत्र में। मात्र सामंतवाद पतन सहित ख्रीष्टीय 16 शताब्दीर समग्र यूरोप में जातीयतावाद भावना जागृत होगा सहित अनेक जातीयतावादी राष्ट्रगुड़ जमी आम इंग्लैंड फ्रांस इटाली जर्मनी प्रभृति राष्ट्रगुड़िकर उत्थान घटी। तो देख एगुड़ सब उत्थान मैंने सब धीरे धीरे उपरकू उठिले। देश गुड़िक मध्ययुग धर्मीय प्रभाव फल अनेक अंधविश्वास और कुसंस्कार गुड़िक सर्वत्र प्रसार लाभ करता। एपरी संपत्ति किणा बिका और ऋण प्रदान और ग्रहणी प्रभृति विषय गुड़ पाप बोली विवेचना करागला। से समय अनेक अंधविश्वास सब आसीला मध्ययुग माने प्रभृति पाप जमी आम कह किणा बिका कि ऋण प्रदान एगुड़ सब पाप बोली कहुला मध्ययुग। तो चर्च वाणिज्य व्यवसाय परिचालन करते एक दुर्नीतिर गंताघर पलटि जाता चर्च। सामंत मैंने सम परिमाण साधारण जनता को शोषण कर लगे। मैंने मध्ययुग समय सामंतवाद मैंने बहुत गुड़े शोषण करते बहुत गुड़े असुविधार पकाते। ए परिप्रेक्षी में ऐतिहासिक जी स्वयं मत दिखती मध्ययुगीय यूरोपीय अर्थनीति पर एक दृढ़ प्रतिबंध था ख्रीष्टान धर्म। जो ख्रीष्टान धर्म प्रभाव पड़ता से मध्ययुग यूरोप टे आगू आसीपार ना। तेणु सामंत और चर्चर मुख्य लक्ष्य था प्रजा मान किंतु अर्थनीति शोषण। जो चर्च एवं सामंत माने से लोक मान शोषण कर लगी पड़ते। मात्र से कृषि और वाणिज्य उन्नति निम्ते केवे दृष्टि देना केमती जब आम वाणिज्यर जब उन्नति कथा देखा तो कृषि उन्नति कथा देखिए तो आम आराम से अर्थनीति अभिवृद्धि घटना से खाली लोक मान शोषि दूसरे। मात्र सामंतवाद शेष पर्याय देश नवजागरण अद्भुत सहित सामंतवाद लोप घटा सहित धर्म प्रभाव ह्रास घटला। से पूर्वर अंधविश्वास कुसंस्कार त्याग एक स्वाधीन और मुक्त जीवन यापन करने को लगे। से समस्त विषय ज्ञान कर समस्त क्षेत्र अग्रगति लाभ करते। तो ये मैंने आम सामंतवाद जो पुंजीवादर परिवर्तनटा तो पुंजीवादर केमती उद्भव घटला जन्म नाला केमती पुंजीवाद तो से विषय आलोचना करवा परवर्ती क्लास रे। तो रोच जय जगन्नाथ।